स्वागत है एते प्रतिभाग शब्द आम अनुष्ठान चतुर्थ वार्षिक सारस्वत समारोह पालन कर समस्त मो कृतज्ञता जनाऊँ कारण एते वीडियो चलते समस्ते एते कष्ट आसी पहुँचती आपण उपस्थिति तेज जहाँ हो एते कष्ट सही मैंने आसी पहुँची से हृदय पुणी थे आपको धन्यवाद दे कृतज्ञता ज्ञापन करुच्ची। साहित्य कविता विकास संगीत विकास श्रीयुक्त दिनेश कुमार मल्लिक महोदय एवं अविभक्त कटक अनिवार्य कटकर गर्व और गौरव प्रियंका एनर्जेटिक जाजपुर आयुष्मती अलिवा धर्मान महोदय एवं सुश्री कावेरी नायक छोटिया परिचय सोशल एक्टिविस्ट हमारे स्टूडेंट समय कम जो कथा सभापति महोदय कहते कि फटो नहीं मुझे निबंधन कार्य पाई मोर एक्जाक्टली नीति सरकार बाहादुर आम प्रति कर उचित विचार राजस्व वृद्धि नाम निशार नक रहे प्रचार प्रसार निशा जो आज संपूर्ण सुस्थ जाति मुझे दुर्बल कि मोर स्त्री पूरा जिते जाना मुझे आसूँ जाजपुर टाउन कहला तुम जुआड़े पूछ भूल कि फेरला बेले मोबाइल घर चप्पल ना कौन कर प्रोग्राम टे लेट है तो भाई आगे से काम साइड तो आगे गले दुकान दुकान दुकानी कही दुकानी भाई रे दुकानी भाई नरम देखिए चप्पल तो जो कहले दुकानी भाई नरम देखिए चप्पल तो जो चप्पल दुकानी कहला ये कथा दुकानी कहला ये कथा नंबरटा टिके मते कहू से दुकान नंबरटा टिके मते कही नंबर तो मोर मनरे नाही साथ टिके कही लो उठी देखा चिन्ह कथा हो उठी देख अरे तो फिर आगे से पानी भी करके हमारा चप्पल दे ताको लेके आसे थी ताको लेके खास ये भी कर तुम आगे जो बात करना जाजपुर पार्टी पिला मो 25 वर्ष दिल्ली में रोच मो मो विषय में संक्षेप कह मो ओडिशा प्रथम भाषा भी आम डॉक्टर देवी प्रसन्न पट्टनायक ओडिया भाषा भी ताको मो जानि कहले अनेक अलग चली सब जिनस सी आम अर्थमंत्री मुख्य विमय सम्राट अर्थमंत्री अच्छे से रवि मु प्रथम ओडिया I am also passionate for my entire research who is doing work for the promotion of our national language since 2.5 decades. এটা আমার প্রথম পরিচয়। দ্বিতীয় পরিচয় মু জনে সমাজসেবী মানে মু 12টা ধন্দা করেনি মু গোটিয়ে ধন্দা করে এবং I am already focused to that কোন আপনারা জানিছেন মু এক কথা সৌম্য বাবু কই
କଥା ପ୍ରସଙ୍ଗରେ କହୁଛି, ମୁଁ ଥରେ ଏ କଥା ସୌମ୍ୟ ବାବୁଙ୍କୁ 5 ବର୍ଷ ତଳେ କହିଥିଲି, when he was MLA ନୟାଗଡ଼ କୋଉଠି କଣ ସେ ତାଙ୍କୁ ମନ ନାହିଁ ବୋଲେ ଆପଣମାନେ ରାଜନେତା ବହୁତ ବଡ଼ ବଡ଼ କଥା କହନ୍ତି, ବହୁତ ବଡ଼ ବଡ଼ ଆମିଷ ଏସେ କରନ୍ତି। ବନ୍ଧୁମାନଙ୍କୁ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ଆଜି ନଳିନ ପ୍ରଭା ଦାସ ଚତୁର୍ଥ ବାର୍ଷିକ ସାରସ୍ୱତ ସମାରୋହରେ ଉପସ୍ଥିତ ଉଦ୍ଘାଟିକା ଶ୍ରୀମତୀ ଆମ ଗାଁର ଝିଅ, ଆମ ମାଟିର ଝିଅ, ଧର୍ମଶାଳା ବିଧାୟକର ମା, ନମସ୍କାର, ଜୟ ମା ବିରଜା। ଆଜି ନଳିନ ପ୍ରଭା ଦାସ ଫାଉଣ୍ଡେସନର ଚତୁର୍ଥ ବାର୍ଷିକ ସାରସ୍ୱତ ସମାରୋହ ବା କବିତା ପାଠ ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ନଳିନ ପ୍ରଭା ମ୍ୟାଡ଼ାମ ଆଉ ବିଶିଷ୍ଟ ଅତିଥି ମୋର ସାନ ଭାଇ ଲିପୁଙ୍କ ମା, ଯିଏକି ମୋର ଅତି ପ୍ରିୟର ମାଉସୀ ମିନତୀ ମାଉସୀ, ଏବଂ ଆମର ଦାନାଗତି ବିଡୋ ସାର୍, ପ୍ରଦୀପ ସାର୍, ସାହିତ୍ୟିକ ସ୍ତମ୍ଭକାର ରାଜବର୍ଦ୍ଧନ ସାର୍, କୁନି ସାନ ଭଉଣୀମାନେ, ଭାଇମାନେ, ମୋର ସାମ୍ବାଦିକ ଭାଇମାନେ, ସମସ୍ତଙ୍କୁ ମୁଁ ଜଣେ ଯାଜପୁରର ମଣିଷ ହିସାବରେ, ଯାଜପୁରର ନାୟକ ହିସାବରେ ମୋ ମଞ୍ଚରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଶୁଣୁଥିଲି ଆମ ଭିଡ଼ିଓ ସାର୍ କଥାଟି ବହୁତ ସୁନ୍ଦର ଲାଗୁଥିଲା। ଏଇ ଯେଉଁ କବିତା ପାଠ ସମ୍ବର୍ଦ୍ଧନା ଉତ୍ସବ, ଏଇ ଯେଉଁ ଭାଷା, ଏ ସବୁକୁ ନେଇକି ଯଦିଓ ଆମେ ସମସ୍ତେ ଲଢ଼େଇ କରୁଛନ୍ତି, କିନ୍ତୁ ବାସ୍ତବତା କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି। ମୁଁ ଆଜି ଏଠିକି ଆସିବାର ପ୍ରମୁଖ କାରଣ ହେଉଛି ଦିନେଶ ଭାଇ। ମୋ ଘର ସିନା ମଙ୍ଗଳପୁର ଜନ୍ମ ହୋଇଥିଲି, କିନ୍ତୁ ମୋ ବାକି ଜୀବନଟି ପୁରା କଟିଥିଲା ବିହାରପୁର ବ୍ଲକର ବରପଦା ଗାଁରେ। ମୁଁ ପାଠ ପଢ଼ୁଥିଲି କପିଳା ସ୍କୁଲରେ, ଯେଉଁ ସ୍କୁଲ ପାଖରୁ ଏ ନଳିନ ପ୍ରଭା ଦାସ ଫାଉଣ୍ଡେସନ ଅପାଙ୍କର ଫାଉଣ୍ଡେସନ ତିଆରି ହୋଇଛି। କପିଳା ସ୍କୁଲରେ ପାଠ ପଢ଼ିବା 3 ବର୍ଷ, ବରପଦା ସ୍କୁଲରେ 7 ବର୍ଷ, ତାପରେ ବାକି ଜୀବନ 3 ଥର 3ଟା କଲେଜ ଚେଞ୍ଜ କରିକି ପାଠ ପଢ଼ିବା ପାଇଁ ପଇସାର ଅଭାବ ଥିଲା, ବାପା ମା ନଥିଲେ, ମାମୁଁ ଘରେ ପାଠ ପଢ଼ୁଥିଲି। ମ୍ୟାଟ୍ରିକ ପରେ 2 ବର୍ଷ ପରେ +2 ଆଡ଼ମିସନ୍ କଲି ବୌଡ଼େଶ୍ୱର ବାବୁଦାଳରେ। ବର୍ଷେ ପରେ ମଧ୍ୟ ପଢ଼ିବା ପାଇଁ ପଇସା ହେଲାନି, ଯାଇକି ଗାଡ଼ିରେ ହେଲ୍ପରିଂ କରିକି ଟ୍ରକ୍ ଚଲେଇକି ବଢ଼ିଲେ। +2 ସେକେଣ୍ଡ ଇୟର ପଢ଼ିଲି, ତାପରେ 2 ବର୍ଷ ଗ୍ୟାପ୍, +3 ପଢ଼ିଲି ଯାଇକି ବଡ଼ବିଲ କଲେଜରେ। ତାପରେ ଗଲୁ ବାଙ୍ଗାଲୋର ପଢ଼ିବା ପାଇଁ। କିନ୍ତୁ ଭାଇଙ୍କର ଗୋଟିଏ ଜିଦି ଯେ ଆପଣଙ୍କୁ ଆସିବାକୁ ପଡ଼ିବ। ଆପଣମାନେ କେଉଁମାନେ ଜାଣିଛନ୍ତି ନା କହିପାରିବେନି, ଆମେ ସଂଖ୍ୟା ଅଳ୍ପ ହେଲେ ବି ବହୁତ ସାଙ୍ଗେ ବସୁଛନ୍ତି, ମୁଁ ଅଳ୍ପ ସମୟରେ ସାରିଦେବି। ଯେତେବେଳେ ଗୋଟେ ସାଟେଲାଇଟ୍ ମିଡ଼ିଆ ଚ୍ୟାନେଲ ହୁଏ, ଘୋଟିବା ପାଇଁ ପଡ଼େ, ଖବର ପଛରେ ଘୋଟିବା ପାଇଁ ପଡ଼େ। ଆଉ ତ ଆମ ମିଡ଼ିଆ ଚ୍ୟାନେଲ କିଛି ଖବର ନାହିଁ, ଆମେ ସବୁ ଗୋଲାମ ହେଇଯାଇଛୁ।